ନମସ୍କାର ସାଙ୍ଗମାନେ। ମୋର OSCETର କମ୍ପ୍ୟୁଟର ଏକ୍ଜାମ୍ ଭୁବନେଶ୍ୱରରେ ଥିଲା, ସେଥିପାଇଁ ମୁଁ ସକାଳୁ ବାହାରି ପଡ଼ିଥିଲି ଭୁବନେଶ୍ୱର ଯିବା ପାଇଁ। ନର୍ମାଲି ମୁଁ ତ ସବୁବେଳେ ଲେଟ୍ରେ ଉଠେ, କିନ୍ତୁ ଯେହେତୁ ଆଜି କାମ ଥିଲା ନିଦ ସକାଳୁ ଭାଙ୍ଗିଗଲା। ପ୍ରାୟତଃ ଏଇଟା ସମସ୍ତଙ୍କ ସହିତ ହୁଏ, କାରଣ ଯେଉଁଦିନ କାମ ଥିବ ଆମର ନିଦ ଜଲ୍ଦି ଭାଙ୍ଗି ଯାଇଥାଏ। ଆଉ ମୋର ଯାହା ଦରକାର ଜିନିଷ ତାହା ମୁଁ ବ୍ୟାଗ୍ରେ ଭର୍ତ୍ତି କରିଥିଲି, ଆଉ ଗୋଟେ ବହି ମଧ୍ୟ ନେଇଥିଲି, କାରଣ ବସ୍ରେ ଯେମିତି ମୋବାଇଲ୍ ନ ଘାଣ୍ଟିକି ବହି ପଢ଼ିବି। ଗୋଟେ ଟ୍ୟାବଲେଟ୍ ମଧ୍ୟ ନେଇଥିଲି, କାରଣ ମୋତେ ବସ୍ରେ ଗଲାବେଳେ ବାନ୍ତି ହେଇଥାଏ, ସେଥିପାଇଁ ବାନ୍ତି ନ ହବ ବୋଲି ଟ୍ୟାବଲେଟ୍ ମଧ୍ୟ ନେଇଥିଲି। ଆଜିର ପାଗ ବହୁତ ଭଲ ଥିଲା, ଜୋର ଜୋର ବର୍ଷା ହେଉନଥିଲା, ମାତ୍ର ଝିପ୍ ଝିପ୍ ବର୍ଷା ହେଉଥିଲା। ବହି ବାହାର କଲି, ବେଶୀ ତ ପଢ଼ି ପାରିଲିନି, ମାତ୍ର 2ଟା ହିଁ ଚାପ୍ଟର ପଢ଼ିଛି। 1.5 ଘଣ୍ଟାରୁ 2 ଘଣ୍ଟା ଭିତରେ ଟ୍ରାଭେଲ୍ ପଡ଼ିଲା। ବେଶୀ ନାହିଁ, 2ଟା ହିଁ ଚାପ୍ଟର ପଢ଼ିଛି। ଆଉ ନର୍ମାଲ୍ ଫୋନ୍ ଫାନ୍ ଯେମିତି ଘାଣ୍ଟାଘାଣ୍ଟି କରିକି ପହଞ୍ଚିଗଲି ବରମୁଣ୍ଡା ବସ୍ ଷ୍ଟାଣ୍ଡ। ଆଉ ସେଠି ମଧ୍ୟ ମାନେ କମ୍ କମ୍ ଝିପ୍ ଝିପ୍ ବର୍ଷା ହେଉଥିଲା, ଜୋର ଜୋର ବର୍ଷା ନାହିଁ, ନର୍ମାଲ୍ ହିଁ ବର୍ଷା ହେଉଥିଲା। ଆଉ ଗୋଟେ ରାପିଡ଼ୋ ବୁକ୍ କରିନେଲି। ସେ ଭାଇ କହିଲେ କି ନାଇଁ, ଆମକୁ ସେ ବସ୍ ଷ୍ଟାଣ୍ଡ ଭିତରକୁ ଆଲାଉ ନାହିଁ, ବାହାରକୁ ଆସିବାକୁ ପଡ଼ିବ। ଆଉ ମୁଁ ତ ପ୍ରାୟତଃ ଏମିତି ଭୁବନେଶ୍ୱର ଯାଇନି, ତ ଏତେ ଆଇଡ଼ିଆ ମୋତେ ଜଣାନଥିଲା। ଆଉ ସେଇ କମ୍ କମ୍ ଝିପ୍ ଝିପ୍ ବର୍ଷାରେ ହିଁ ବାଇକ୍ରେ ବସିକି ମୁଁ ମୋର କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ରେ ପହଞ୍ଚି ଯାଇଥିଲି। ମୋର 2ଟା ଏକ୍ଜାମ୍ ଥିଲା, ଗୋଟେ OSCET ଆଉ ଗୋଟେ ଟାଲି। 2ଟା ଏକ୍ଜାମ୍ ମୋର ସରିଲା କେତେ 2 ଘଣ୍ଟା ପାଖାପାଖି ଲାଗିଥିଲା, କାରଣ ଘଣ୍ଟାଟେ ଲେଖାଏଁ ଏକ୍ଜାମ୍ ଥିଲା। 50 ମାର୍କର କୋଶ୍ଚିନ୍ ଥିଲା, 60 ମିନିଟ୍ରେ 50 ମାର୍କ, ନୋ ନେଗେଟିଭ୍ ମାର୍କିଂ। ଆଉ ପୁଣି ଥରେ ମୁଁ ମୋ ବସ୍ରେ ପହଞ୍ଚି ଯାଇଥିଲି ଖଣ୍ଡଗିରି, କାରଣ ସେଠି ଜଣେ ଭାଇ ରହୁଛନ୍ତି। ଆଉ ସେ ଭାଇଙ୍କ ପାଖରେ ମୁଁ ଗୋଟେ ଦିନ ରହିକି ତା ପରଦିନ ପୁଣି ଥରେ ଗାଁକୁ ଫେରିଥିଲି। ଆଉ ନେକ୍ସଟ ଡେରେ ପାଗ ଭଲ ଥିଲା, ବର୍ଷା ବର୍ଷା କିଛି ହେଉନଥିଲା, ମସ୍ତ ସ୍କାଏ କ୍ଲାଇମେଟ୍ ୱେଦର ବହୁତ ଭଲ ଥିଲା। ଆଉ ଭୁବନେଶ୍ୱର ମୋର ଏକ୍ସପିରିଏନ୍ସ ତ ଗୋଟେ ନୂଆ ଲାଗିଲା, କାରଣ ଦେଖନ୍ତୁ ଭୁବନେଶ୍ୱର ପ୍ରାୟତଃ ମୁଁ ଏତେ ଯାଇନି, କାରଣ ଆମର ଯାହା ବି ଏକ୍ଜାମ୍ ହୁଏ କିଛି କାମ ରହେ, ଆମର ଏପଟ ଲାଇନ୍ ବ୍ରହ୍ମପୁରରେ ବି ହେଇଯାଏ। କିନ୍ତୁ ଭୁବନେଶ୍ୱର ଯାଇଥିଲି, ମୁଁ ଖଣ୍ଡଗିରି ଓହ୍ଲାଇବାର ଥିଲା, କିନ୍ତୁ 4ଟା ଷ୍ଟପେଜ୍ ଆଗକୁ ପଳେଇଲି ମୋ ବସ୍ରେ। ମୋ ସାଇଡ଼୍ରେ ଜଣେ ମ୍ୟାଡ଼ାମ୍ ଥିଲେ, ସେ ମୋତେ ବହୁତ ହେଲ୍ପ କଲେ। କହିଲେ କି ମୁଁ ଯେଉଁ ନେକ୍ସଟ ଯେଉଁଠି ଓହ୍ଲେଇବି ସେଇଠି ଓହ୍ଲେଇବେ। ତାଙ୍କ ସହିତ ମୁଁ ଓହ୍ଲେଇଲି, ମୋତେ ନେଇକି ତା ଅପୋଜିଟ୍ ବସ୍ ଷ୍ଟପ୍ରେ ନେଇକି ଠିଆ କରେଇଲେ, କହିଲେ 92 ବସ୍ ଆସିବ, ସେଥିରେ ବସିକି ଖଣ୍ଡଗିରି ପହଞ୍ଚିବେ। ତ ନେକ୍ସଟ ବସ୍ ଯେତେବେଳେ ମୁଁ ଚଢ଼ିଲି, ସେଇ କଣ୍ଡକ୍ଟର ମ୍ୟାଡ଼ାମ୍ ତାଙ୍କୁ କହିଲି କି ମ୍ୟାଡ଼ାମ୍ ମୋତେ ଟିକେ ଖଣ୍ଡଗିରି ଆସିଲେ ଜଣେଇଦେବେ, ନହେଲେ ମୁଁ ଯଦି ପୁଣି ଥରେ ଭୁଲ ଷ୍ଟପେଜ୍କୁ ପଳେଇବି ତ ମୁଁ ଆଉଥରେ ହଇରାଣ ହେଇଯିବି। ଖଣ୍ଡଗିରି ବସ୍ ଷ୍ଟପ୍ ଆସିଲା, ସେ ମୋତେ ଖଣ୍ଡଗିରି ଖଣ୍ଡଗିରି 2-3 ଥର ଆନାଉନ୍ସ କଲେ, ତ ମୁଁ ଆରାମସେ ଓହ୍ଲେଇଥିଲି। ଆଉ ମୋତେ ବହୁତ ଜଣ ହେଲ୍ପ କରିଥିଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।